ତେବେ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ 2025 କେମିତି ରହିବ? ଧନୁ ରାଶିର ଅଧିପତି ହେଉଛନ୍ତି ଆପଣଙ୍କର ବୃହସ୍ପତି ଏବଂ ଏ ବର୍ଷ ଧନୁ ରାଶିର ବ୍ୟକ୍ତି ବିଶେଷ ମାନେ ସାଧାରଣତଃ ଭଲ ସମୟ ଦେଇ ଗତି କରିବେ ଏବଂ ବିଶେଷ କରି ଯେଉଁମାନଙ୍କୁ ରୋଗ ବହୁତ ଦିନ ଲାଗି ରହିଥିଲା ସେମାନଙ୍କ ରୋଗରୁ ଉପଶମ ହେବ ଏବଂ ଏତତ୍ ସହିତ ଗୋଟିଏ ବଡ କଥା ହେଉଛି ଧନୁ ରାଶିର ବ୍ୟକ୍ତିମାନେ ଯେଉଁମାନେ ଶିକ୍ଷକତା କରୁଛନ୍ତି, ମାନେ ଶିକ୍ଷା କ୍ଷେତ୍ରରେ କୌଣସି ବ୍ୟବସାୟ କରୁଛନ୍ତି ବା ଶିକ୍ଷା କ୍ଷେତ୍ରରେ କୌଣସି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ବର୍ଷଟି ପରୀକ୍ଷା ରହିଛି କିନ୍ତୁ ଫଳ ମିଳିବ। ପ୍ରଥମରୁ ଆପଣଙ୍କୁ ଅନେକ ପରୀକ୍ଷା ଦେଇ ଗତି କରିବାକୁ ପଡିବ, ଟିକେ କଷ୍ଟ କରିବାକୁ ପଡିବ, କିନ୍ତୁ ପରବର୍ତ୍ତୀ ସମୟରେ ଏ ବର୍ଷ ଆପଣଙ୍କୁ ଅନେକ ଗୁଡିଏ ସୁଫଳ ମଧ୍ୟ ମିଳିବାର ଯୋଜନା ବା ବ୍ୟବସ୍ଥା ରହିଛି। ଏବଂ ବିଶେଷ କରି ଯୋଉମାନେ ଧନୁରାଶିର ବ୍ୟକ୍ତିମାନେ ରହିଛନ୍ତି ସେମାନେ ଚେଷ୍ଟା କରନ୍ତୁ ନିଜର ଗୁରୁ ଗୁରୁଜନ ମାନଙ୍କୁ ସମ୍ମାନ ପ୍ରଦାନ କରିବା ପାଇଁ ଏବଂ ଗୁରୁ ଗୁରୁଜନ ମାନଙ୍କର ଆଡଭାଇସ ନେଇ ନୂତନ କାମ ଆପଣ କରନ୍ତୁ। ଯଦି ଯାନବାହନ କ୍ଷେତ୍ରରେ ଆପଣ ଯାନବାହନ କ୍ରୟ କରିବାକୁ ଇଚ୍ଛୁକ ଅଛନ୍ତି ତେବେ ଦେଖି ଚାହିଁ ଯାନବାହନ କିଣନ୍ତୁ, ନଚେତ ଏ ବର୍ଷ ଧନୁରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଯାନବାହନ କ୍ଷେତ୍ରରେ ଟିକେ ଅସୁବିଧା ହେବାର ସମ୍ଭାବନା ରହିଛି। ତେବେ ପ୍ରତିକାର ସ୍ୱରୂପ ଧନୁରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଯଦି ସେମାନେ ମା ତାରାଙ୍କୁ ଗୁରୁବାର ଦିନ କୌଣସି ହଳଦିଆ ରଙ୍ଗର ଫୁଲ ଅର୍ପଣ କରୁଛନ୍ତି, ହଳଦିଆ ବସ୍ତ୍ର ଅର୍ପଣ କରୁଛନ୍ତି କିମ୍ବା 9 ବର୍ଷରୁ କମ ବୟସର ଛୋଟ ଛୋଟ କନ୍ୟା ମାନଙ୍କୁ ଯଦି ଗୁରୁବାର ଦିନ ହଳଦିଆ ରଙ୍ଗ କିଛି ମିଠା ଅର୍ପଣ କରୁଛନ୍ତି, ବର୍ଷଟି ଆପଣଙ୍କର ସୁନ୍ଦରମୟ ହୋଇପାରିବ।